ପାନ ଗୁଟକା ଖାଇନି ସିଗାରେଟ ଖାଇବ ତାକୁ ରୁଚିବ ନାହିଁ କୋଉ ଯେତେ ଭଲ ତରକାରୀ ହେଲେ ମଧ୍ୟ ଝଗଡ଼ା ହବ ସେଇ ସ୍ତ୍ରୀ ସହିତ। ସେଥିପାଇଁ ତୁମେ ଯେତେ ପାନ ଗୁଟକା ଖାଇଛ ତାର ଏଇ ରୋଗର ଦେହ କର୍କଟ ଆରମ୍ଭ ହେଲା, ତାର ଦେହ କର୍କଟ ଯେତେ ଆରମ୍ଭ ହେଲା ତାହେଲେ ତିନିଟା ରୋଗରେ ଆଜି ତାର ସଦାକୁ ଆଣିଛୁ କଣ ଜାଣିଛ? ବାୟୋକ୍ସି ମାଧ୍ୟମରେ, ଆଉ ଗୋଟେ ହେଲା ରେଡିଓ ଥେରାପି ମାଧ୍ୟମରେ, ଆଉ ଗୋଟେ ହେଲା ସେଠି ରଶ୍ମି ମାଧ୍ୟମରେ। ରଶ୍ମି ମାଧ୍ୟମ ଲାଲ ଲାଇଟ୍ ପକାଯିବ। ଆଚ୍ଛା ଯଦି ଏତେ ଅଧିକ ବଢ଼ିବ ତାହେଲେ କଣ କରାଯିବ? ମାନେ ବାୟୋକ୍ସି ମାଧ୍ୟମରେ, ବାୟୋକ୍ସି ଅର୍ଥ ମାଂସ କଟାଯିବ। ମାଂସ କଟା ଏଇ ପରୀକ୍ଷା କରାଯିବ। ବୁଝିପାରିଲେ କି ନାହିଁ? ଆଉ ଗୋଟେ କେମୋ ଥେରାପି ଏଇ ମାଧ୍ୟମରେ 3ଟା ପର୍ଯ୍ୟାୟରେ ସେ ଆଜି ପରୀକ୍ଷା କରାଇବ। ତାର ଯଦି ଅତ୍ୟଧିକ ଆମେ ପାନ ଗୁଟକା ଖାଇବା ଆଉ ଏଇ ସବୁ ସମସ୍ୟାରେ କରିବା ଯେତେ ଶୀଘ୍ର ପାରୁଛ ଆଗ ଆଶା ଦିଦି ସହିତ କାହିଁକି ଏଇ ଯେତେ ଚିହ୍ନ ଆସିଲା ଆଶା ଦିଦି ପାଇଁ ନ ଜଣେଇଲ ଗୁଣିଆ ପାଖକୁ ଯାଇଥିଲି ଗୁଣିଆ ଏଠି କଣ କରିପାରିବ? କଣ କହିଲା? ଗୁଣିଆ କହିଲା କଥା ଗୋଟେ ବଡ ରୋଗ ବଡ ରୋଗ ମାନେ କହିଲା ଗୋଟେ ବଡ ଡାହାଣୀ ଖାଇଯାଇଛି, ବଡ ଡାହାଣୀ ଖାଇଯାଇଛି। ସେଥିପାଇଁ ତ ଗାଁରେ ଆଜି ସବୁ ଧଳା ଚୁଲ ଦେଲାନି ମାଂସ ଲାଗିଲାନି। ଆରେ ତୋତେ ବାୟୋକ୍ସି ମାଧ୍ୟମରେ କଟାଯିବ। କଟା ଗଲେ ତୋ ଦେହରୁ ଯେତେବେଳେ ତୋର ଏଇଟା ଅପରେସନ ହବ, ଅପରେସନ ହେବା ପରେ ତାର ଏଇଟା ଖଣ୍ଡ ହେଲା ତାକୁ ପୂରଣ କରିବା ପାଇଁ ତୋ ପିଠରେ ମାଂସ କଟାଯିବ, ନହେଲେ ବାହୁରେ ମାଂସ କଟାଯିବ। ବୁଝିପାରୁଛୁ କି ନାହିଁ? ତାହେଲେ ଏଇଭଳି ଭାବରେ ବେଶୀ ଯଦି ଆମେ ବଢି ଦେବା ତାହେଲେ ଏଇ ସମସ୍ୟା ଆସିବ। ସେଥିପାଇଁ ଆମେ ଏଇ ଗୁଟକା ପାନ ଖୋଲି ଛାଡ଼ିବ ନା ଆଣିକି ଖାଇ ଚାଲିବ? ଆଉ ଖାଇବେନି ଆଜ୍ଞା, ଖାଇବେନି। ଭୁଲ କରିଦେଇଛି ଆଉ ସେ ଭୁଲ ହବନି। ଆଚ୍ଛା ତୋର ତ ଏମିତି ରୋଗ ହେଲା, ଆଚ୍ଛା ତୋ ସ୍ତ୍ରୀର ବି ମୁଁ ଯାହା ଶୁଣିବାକୁ ପାଇଛି ତାକୁ ସ୍ତନ କର୍କଟ ହେଇଛି। କାରଣ କଣ ମୁଁ ଜାଣି ନାହିଁ ଆଜ୍ଞା। ସ୍ତନ କର୍କଟ ହେବାର ଅର୍ଥ ହେଲା ଯେତେବେଳେ ପିଲାଟି ଜନ୍ମ ହେଲା ଜନ୍ମ ମାତ୍ରେ ସେ ପିଲାକୁ ଆଜି କଷ କ୍ଷୀର ଦେଇଥିଲେ କି ନାହିଁ? ଆଚ୍ଛା 6 ମାସ ଟଙ୍କା ଦେଇନ? ଯେତେବେଳେ ଏଇ ସବୁ ମାନେ ଆଜି ମଧ୍ୟନ୍ତି ତାହେଲେ କଣ ହବ ନା ତାର ସ୍ତନର ଅଗ୍ରଭାଗଟି ପଶିଯିବ ଏବଂ ବଥା କରିବ, ବିଭାଗ କରିବ। ଇଏ ହେଉଛି ସ୍ତନ କର୍କଟ। ଆଉ ଯୋଉ ଜରାୟୁ କର୍କଟ ଗୋଟିଏ ମାସରେ ଯେ ଋତୁସ୍ରାବ ହୁଏ ନିୟମ ବର୍ଷରେ ଥରେ, କିନ୍ତୁ ସେଇ ଗୋଟିଏ ମାସରେ ଯଦି 2 ଥର ହେଲା ଦୁର୍ଗନ୍ଧ ବାସିଲା ହେଲା କି ଏଇ ସମୟରେ ଏଇ ସବୁ ଦେଖା ହୁଏ। ଆଉ କଣ କରାଯାଏ? ଆଉ କଣ ନା ଯେତେବେଳେ ଜରାୟୁ କ୍ୟାନ୍ସର ଯାହା କୁହାଯାଉଛି ପିଲା ଜନ୍ମ ସମୟରେ ଯେତେ ଋତୁସ୍ରାବ ହେଉଛି କାହାର ମାନଙ୍କର 6 ମାସ ପର୍ଯ୍ୟନ୍ତ ହେଲା ନାହିଁ, କିନ୍ତୁ ନିୟମ ହେଲା 39ରୁ 50 ବର୍ଷ ଭିତରେ ତାର ଋତୁସ୍ରାବ ବନ୍ଦ ହେବା କଥା। ଯଦି ବନ୍ଦ ହେଇଗଲା 6 ମାସ ପରେ ଯଦି ଆରମ୍ଭ ହେଲା ତାହେଲେ ଜାଣିବା ଇଏ ହେଉଛି କର୍କଟ ରୋଗରେ ଆକ୍ରାନ୍ତ ନାହିଁ। ଆଉ ଗୋଟେ କାରଣ ହେଉଛି କାହିଁକି ହେଉଛି ନା ଯେ ପିଲାକୁ ମାନେ ନିଜ ଇଚ୍ଛାରେ ଜନ୍ମ ଦେବା ପାଇଁ ଚାହିଁବା ତାର ଆମର ଗର୍ଭରୀ ରୋଗ ବଟିକା ଦିଆଯାଇଛି। ସେମାନେ ବହୁ ଦିନ ଧରି ଏଇ ବଟିକାକୁ ମାନେ ବ୍ୟବହାର କରନ୍ତି, ତାହେଲେ ସେ ଜରାୟୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଯିବେ। ଏଭଳି ଭାବରେ ଆମେ କଣ କରିପାରିବା? ଏଇ ଯୋଉ ସରକାର ଯୋଉ ନିୟମକୁ ଆମେ ରକ୍ଷା ନ କରିବା ତାହେଲେ ଆମେ ସମସ୍ତେ ଆମେ ଅସୁସ୍ଥ ରହିବା। ଅସୁସ୍ଥ ରହିଲେ ପରିବାରକୁ ସେବା ଦେଇପାରିବାନି, ପରିବାର ସେବା ରୋଗ କରିଲେ ସ୍ୱଚ୍ଛତା କମିଯିବ, ସ୍ୱଚ୍ଛତା କମିଗଲେ ଆମେ ସେଇ ଦରିଦ୍ରକୁ ଦରିଦ୍ର ହୋଇ ରହିବା। ସରକାରଙ୍କ ଲକ୍ଷ୍ୟ କଣ? କେହିବେଳେ ମୋ ଦେଶରେ ଆଜି କେହି ରୋଗାକ୍ରାନ୍ତ ନ ରୁହନ୍ତୁ। ଏ ସ୍ୱାସ୍ଥ୍ୟ ହିଁ ସତ ସହିତ ଆଜି ଡାକ୍ତରଖାନା ଯା ତାର ମାଗଣାରେ ଚିକିତ୍ସା କରାଯାଉଛି, ପଇସା ପଡିବନି। ତାର ଗୁଟକା ପାନ ଖାଇବା ଦ୍ୱାରା ଆଜି ସେ ପ୍ରଥମେ ଗାଲରେ ଲାଲ ଲାଲ ଚୁଲ ଆରମ୍ଭ ହେଲା, କିନ୍ତୁ ସେ ଗୁରୁତ୍ୱ ଦେଲାନି। ତାପରେ ଧଳା ଅଂଶ ବଢିଲା, ତଥାପି
କଥା ବି ଗୁରୁତ୍ୱ ଦେଲାଣି କିନ୍ତୁ ଆଶା ଦିଦି ଦେହରେ ଆଶା ଦିଦି ଆପଣଙ୍କ ପେସେଣ୍ଟକୁ ନେଇଯାଆନ୍ତି ଡାକ୍ତରଖାନା ତାପରେ ଯେତେ ମାଂସ ମହିଳା ଆଉ ଖାଇ ପାରୁନି ବା 5ଟା ଆଙ୍ଗୁଳି ପେଟରେ ବସୁନାହିଁ କିନ୍ତୁ ସେ ଲକ୍ଷ୍ୟ ଦିଏନି ସ୍ୱାସ୍ଥ୍ୟକୁ ଏମିତି ଖାଇ ଚାଲିଥାଏ ତାହେଲେ ବାୟୋପ୍ସି ମାଧ୍ୟମରେ ତାକୁ ଅପରେସନ କରାଯାଏ ଅପରେସନ କଲେ ତାର କୋଉ ମାଂସ କୋଉଠି ଆସିବ କୋଉଠି ତା ଦେହରେ ମାଂସ କଟାଯିବ ଆଚ୍ଛା ତା ଦେହରେ ମାଂସ କାଟି ସେଇଟା ଦିଆଯିବ ତାହେଲେ ଆମେ ଏତେ ଏ ଖାଦ୍ୟ ଖାଇବା କାହିଁକି ଆଉ ଏତେ ଆଗକୁ ଯିବା କାହିଁକି ଆଜିକାଲିକା ପିଲାମାନେ ଛୋଟିଆ ପିଲାମାନେ ପାନ ଗୁଟଖା ସିଗାରେଟ ଖଇନି ଖାଉଛନ୍ତି କାହିଁକି ଏମାନେ ଯେତେବେଳେ ତାଙ୍କ ମା ଗର୍ଭରେ ଥିଲେ ତାଙ୍କ ମା ମାନେ ପାନ ଗୁଟଖା ଖଇନି ଏଗୁଡା ଖାଇଛନ୍ତି ଯାହା ଫଳରେ ମା ପେଟରୁ ବାହାରିକି ଟେଷ୍ଟ ପାଇଛନ୍ତି ଚଲେଇଛନ୍ତି ଗର୍ଭ ସମୟରେ ମା ମାନଙ୍କ ଯେମିତି ଆଚରଣ ଯେମିତି ଭାବନା ଯେମିତି ଖାଦ୍ୟ ସେମିତି ପିଲାମାନେ ମନେ ହେବ ତାହେଲେ ଏଭଳି ନିୟମକୁ ଆମେ ରକ୍ଷା କରିବା ଗର୍ଭ ସମୟରେ ଆମର ସୁଷମ ଖାଦ୍ୟ ଦରକାର ସୁଷମ ଖାଦ୍ୟ କଣ ସୁଷମ ଖାଦ୍ୟ ରସି ହାଣ୍ଡିଆ ମହୁଲି ଚାଉଳି ନରମ ଭାତ ରୁଟି ମାଛ ମାଂସ କୁକୁଡ଼ା ଅଣ୍ଡା ଭେଜାମୁଗ ପନିପରିବା ଇତ୍ୟାଦି ଏହି ସମୟରେ ଏହି ସବୁ ଖାଦ୍ୟ ଖାଇବା ଦରକାର ଗର୍ଭ ସମୟରେ ଆଜି ନିୟମିତ ଟୀକାକରଣ ଆବଶ୍ୟକ ତାପରେ ପିଲାଟି ଜନ୍ମ ମାତ୍ରେ ମାର ପ୍ରଥମ ପ୍ରଶିକ୍ଷଣ ଦରକାର 6 ମାସ ପର୍ଯ୍ୟନ୍ତ ତାପରେ ଆମେ କଣ କରିବା ପିଲାମାନେ ଆଜି ରକ୍ତହୀନତା ହେଉଛନ୍ତି ରକ୍ତହୀନତା ରକ୍ଷା ପାଇବା ପାଇଁ କାହିଁକିନା ପୁଷ୍ଟିକର ଅଭାବ ହେଇଗଲେ ପୁଷ୍ଟିକର ଅଭାବ ହେଇଗଲେ ରକ୍ତହୀନତା ହେବେ ଏବଂ ପେଟ ବାହାରି ପଡିବ ଗୋଡ଼ ଆଗକୁ ସରୁ ହେଇଯିବ ଦେହ ଧଳା ଧଳା ଦେଖାଦେବ এই সমস্যা আখি ধরা দেখাଯିବ ବାହାରିଆ ଖାଦ୍ୟ ଦରକାର ବାହାରିଆ ଖାଦ୍ୟ ନହେଲେ ତାଙ୍କ ଶରୀର ଗଠିତ ହେବନି ଏବଂ ବୁଦ୍ଧିର ବିକାଶ ହେବନି ତାପରେ 3 ବର୍ଷ ଠାରୁ 6 ବର୍ଷ ଯାଏ 3 ବର୍ଷ ଠାରୁ 6 ବର୍ଷ ଯାଏ ଅତିରିକ୍ତ ରନ୍ଧା ଖାଦ୍ୟ ଦିଆଯାଉଛି ଅଙ୍ଗନବାଡ଼ିରେ 6 ମାସ ଠାରୁ 3 ବର୍ଷ ଯାଏ 3 ବର୍ଷ 6 ବର୍ଷ ପିଲାମାନଙ୍କୁ ଅତିରିକ୍ତ ରନ୍ଧା ଖାଦ୍ୟ ଦିଆଗଲା ଗରମ ଭାତ ଦିଆଯିବ ପିଲାମାନେ କଣ ଦେଖିବା ଅଣ୍ଡା କହୁଥିଲେ ଦିଆହଉଛି ବୁଝିବା ଏଇଭଳି ଭାବରେ ଆମ ସରକାର ବ୍ୟବସ୍ଥା କରେ କିନ୍ତୁ ସରକାରଙ୍କ ଲକ୍ଷ୍ୟ ଦେଶରେ ଯେମିତି କେହି ଜଣେ ରୋଗାକ୍ରାନ୍ତ ନ ରହୁ ଆଜି ଯୋଉ କ୍ୟାନ୍ସର କଥା କହୁଛେ ଏଇ ସବୁ ଖାଦ୍ୟ ଦ୍ୱାରା ତାର ଆଜି ଖାଦ୍ୟ ଖାଇବା ଦ୍ୱାରା ଆଜି ଏଇ ସମସ୍ୟା ଆସୁଛି ସେଥିପାଇଁ ଶାସ୍ତ୍ର ବି କହୁଛି କଳି ଯୁଗରେ ଲୋକମାନେ ପାରୁଷ ହେବେ ନା କାହିଁକି କାହିଁକି ଲୋକେ ହାରିବେ ଲୋକମାନେ ଅପାରୁଷ କାହିଁକି ହେଲେ କଳି ଯୁଗରେ ନା ନିୟମକୁ ଯଦି ନ ମାନିବା ନିୟମ ଅର୍ଥ କଣ କଣ ନିୟମ ଆଉ ରାଣ ଅର୍ଥ ନିୟମ ନିୟମ ଅର୍ଥ ଜନ ଆସି ପହଞ୍ଚିବ ସେଇଠି କଣ କଣ ନା ବ୍ୟକ୍ତି ଆମେ ଖାଦ୍ୟ ଖାଉଛେ ଖାଦ୍ୟ କଣ କଣ ଖାଦ୍ୟ ମଦ ଗୁଟକା ଖଇନି ସିଗାରେଟ ଯଦି ବିଡ଼ି ଏଇ ସବୁ ଖାଦ୍ୟକୁ ଯେ ଆହରଣ କଲା ତାହେଲେ ସେମାନେ ନିଶ୍ଚିତ ଏଇ କର୍ମଫଳ ପାଇବେ ସିଏ ଯେମିତିଆ ଖାଦ୍ୟ ଖାଇଲେ ସେମିତିଆ କର୍ମ ତେଣୁ ଆମେ ଏ ଖାଦ୍ୟ ଖାଉଛେ ଆମେ ଯଦି ଆମେ କ୍ଷୀର ଖାଇବା କ୍ଷୀର ଜ୍ଞାନ ଆସିବ ଯଦି ଗୁଟକା ମଦ ଖଇନି ଖାଇବା ସରକାର ସେ କାମ କରିବ ସେଥିପାଇଁ ଯାହା କର ଯେମିତିକା ଖାଦ୍ୟ ଯେମିତିକା କର୍ମ ଆମକୁ ବୁଝିବାକୁ ପଡିବ ଆଜି କାର୍ଯ୍ୟକ୍ରମ ଦେଇଥିବା ଯାହା ପରେ ସତ୍ୟ ଭାଙ୍ଗିବାରେ ସେଇମାନେ ଭଙ୍ଗା କରିବା ହରେ କୃଷ୍ଣ